ଯାହା ଯେମିତି ଯିଏ ଦେଲେ ଦେବେ କହିନେ ହବ ନା ବିଲ କାମ ଯାଇଛି। ତାପରେ ସେଇ ଯୋଉ ପୁଅଟା ବି କୋଉଠି ଭଲ ହବ ବାପା ଯେମିତି ମାନେ ଇଏ କରିକି ଇଏ ଗଲା ତା ଛୁଆ ବି ସେଇ ଚିନ୍ତା ତ ତାଙ୍କୁ କହୁଛନ୍ତି ତା ପୁଅଟା ବି ସେଇ ବା କହୁଥିଲେ ଜାଣି ଜାଣିକି ନିଜେ ଇଏ ଏଇ ଯୋଉ କହୁନାହାନ୍ତି ନା ନିଶା ଇଏର ରଖିନେ 3 ମାସ ରଖିବ ପଇସା ଖର୍ଚ୍ଚ କରି 3 ମାସ ରକ୍ଷା କରି ପୁଣି ଆସିଲେ ସେଇ କାମ ଯାଇ କରିବ କ'ଣ କରିବ। ତା ବାର ବାର ନେଇକି ଏମିତି ପକେଇନେ ତାକୁ ତା ଦରକାର ତାକୁ ମାନେ ଗାଇଡେନ୍ସ ଦରକାର ତାକୁ ସେମିତି କେହି ନାହାନ୍ତି କରିବାକୁ। କିଏ କରିବ କିଏ କରିବ ଏ ବାପ ତ ଚାଲିଗଲା ମା ତ ଯୋଉ ମା କ'ଣ କରିବ। ସମସ୍ତେ ଏଇ ସବୁ ଗାଁ ସାରା ଦେଇକି ତ ସୁଧି ହେଲେ ନା ଆଉ ଗାଁ ସାରା ତାର ଯୋଉ ଚିହ୍ନା ଜଣା କ'ଣ ଦେଇନାହାନ୍ତି। ହଁ ସମସ୍ତେ ଦେଇଛନ୍ତି ସେ କ'ଣ ଲୋକଟା କ'ଣ ଖରାପ। ଓହୋ ସିଏ ଭାଇ ତାଙ୍କର କାଟିଲେ ତମେ ବୁହିବ ତାକୁ। ହଁ ଆମର ସେଠି ସାର ପକେଇଲେ ସେ ବିଲରେ ସାର ପକେଇଲେ ନା ସେଠି ସାର ପକେଇ ଦେଇ ଆସିକି କହିଲେ ଏଇଟା ଖରା ହେଇଛି ଏଇଟା କିଛି ପକେଇ ଦିଏ ସେ ଏଇଟା କିନ୍ତୁ ଭାରି କଷ୍ଟ ହବ ଏଇଟା କାଟି ସାରିକି ପୁଣି ହାଣିକି ତାକୁ ଯୋଉ ପୋତିବ। ସାରେ ପକଉଛନ୍ତି ସାର ଆଉ ସବୁଆଡ଼େ ସରିଗଲାଣି ନା ଆଉ ସବୁଆଡ଼େ ଛାଡ଼ି ଦେଇଛ। ପାଣି ନ କମିନେ କ'ଣ ସବୁ ବୁଡ଼ି ଯାଇଥିଲା ପରା ସବୁ ବୁଡ଼ି ଯାଇଥିଲା 2 ଦିନ 3 ଦିନ ଆ ଉପରେ ପାଣି ରହିଲା ତାପରେ ଯାଇକି ଇଏ ହେଲା। ହଁ କିଛି ବି ନଷ୍ଟ ହେଇନି କି ନଷ୍ଟ ହେଇଯାଇଛି କିଛି କିଛି ହଁ ସାର ପକେଇବାକୁ ଆସିଲେ ପୁଣି ଏଠି ମୁଁ ମୋର ଗ୍ୟାସ୍ରେ ଟିକେ ଭାତ ତରକାରୀ ବସେଇ ଦେଇ ଆସିଲି ଗଲେ ପୁଣି ଆଉ ଟିକେ କ'ଣ କରିବି ବସେଇ ଦେଇକି ଆସିଛି ଏବେ ଏଇଠି ଆଉ ଜଣଙ୍କର ଏଠି ବିଲ କାମ ହେଉଛି ଏଇଟା ସବୁ ଘାସ ହେଇଯାଇଛି ତାଙ୍କର ସବୁ କଟା ହେଉଛି କାଟିକି ସବୁ ପୁଣି ପୋତିବେ କାଟିକି କୋଦାଳରେ ହାଣିକି ସେମାନେ ପୋତିବେ ଏ ସବୁ ଏମିତି ହେଇଛି ଗଛ ସବୁ ଏଇଟା ବହୁତ ପରିଶ୍ରମ ହେବ କାହିଁକିନା ଆକୁ ସବୁ କାଟିକି ପୁଣି ତାକୁ ପୋତିଲା ବେଳକୁ ବହୁତ କଷ୍ଟ ବହୁତ ବଡ଼ ବିଲଟା ବି ଏଇଠି ଭାଇଙ୍କ ଗଡ଼ିଆ ବୁଡ଼ି ଯାଇଛି ଆଗରେ ପୁରା ସେଟା ବହୁତ ସାରା ମାଛ ରହନ୍ତି ଗଡ଼ିଆରେ କିନ୍ତୁ ବୁଡ଼ିକି ସବୁ ବାହାରି ଯାଇଥିବେ ଜାଲ ବିଛେଇ ଦିଅନ୍ତି ଭାଇ ଜାଲରେ ରହିଯାଇଥାନ୍ତେ କିନ୍ତୁ ରାତିରେ ବୁଡ଼ିଗଲା ସେ ଆଉ ଜାଣିନାହାନ୍ତି ଶୋଇଥିଲେ ସବୁ ବୁଡ଼ିଗଲାଣି। ସାର ଫିଙ୍ଗୁଛନ୍ତି ଆସିକି ଏଠି।